ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଷ୍ଟଡି ଗୁରୁ ଓଡ଼ିଶା ଚ୍ୟାନେଲକୁ ସାଦର ସ୍ୱାଗତ। ଆଜିର ପ୍ରବନ୍ଧ ବିଭାଗରେ ଦେଖିବା ଏକ ପ୍ରବନ୍ଧ, ଯେଉଁ ପ୍ରବନ୍ଧର ଶୀର୍ଷକଟି ହେଉଛି ଛାତ୍ର ଓ ସମାଜ ସେବା। ଉପକ୍ରମ: ଛାତ୍ର ସମାଜର ଏକ ମହାନ ଶକ୍ତିର ଉତ୍ସ। ସେମାନେ ସମାଜର ଭବିଷ୍ୟତର କର୍ଣ୍ଣାଧାର। ବିଦ୍ୟା ଅଧ୍ୟୟନ ସହିତ ସେମାନେ ଦାୟିତ୍ୱ ସମ୍ପନ୍ନ ମାନସିକତା ଯୁକ୍ତ ହେବା ବାଞ୍ଛନୀୟ। ଏହା ଫଳରେ ସେମାନଙ୍କ ମନରେ ସେବା ମନୋବୃତ୍ତି ଜାଗ୍ରତ ହୋଇପାରିବ। ସେମାନଙ୍କର ସମସ୍ତ କାର୍ଯ୍ୟକଳାପ ସେମାନଙ୍କୁ ଭବିଷ୍ୟତରେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ରୂପେ ଗଢ଼ି ତୋଳିବ। ସେମାନଙ୍କର ଦକ୍ଷତା ଓ ନୀତିନିଷ୍ଠ କର୍ତ୍ତବ୍ୟ ସମ୍ପାଦନ ସେବା ମାଧ୍ୟମରେ ସେମାନଙ୍କୁ ସମାଜରେ ମର୍ଯ୍ୟାଦାବନ୍ତ କରିବାର ମାର୍ଗ ପ୍ରଶସ୍ତ କରିବ। ଛାତ୍ର ସମାଜ ଶ୍ରେଣୀଗୃହର ଶୈକ୍ଷିକ ବାତାବରଣ ମଧ୍ୟରେ ନିଜକୁ ଆବଦ୍ଧ ରଖି ଗ୍ରନ୍ଥକୀଟ ହେବା ଛାତ୍ର ସମାଜର ଧର୍ମ ନୁହେଁ। ଛାତ୍ର ସମାଜ ଦେଶ ଓ ଜାତିର ମେରୁଦଣ୍ଡ ହୋଇଥିବାରୁ ସେମାନେ ବିଦ୍ୟାଧ୍ୟୟନ ସହିତ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବା ଉଚିତ। ଶୃଙ୍ଖଳାନୁବଦ୍ଧ ଜୀବନ, ନୀତି ଓ ଆଦର୍ଶର ଅନୁସରଣ, କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତ୍ତିତା, ଈଶ୍ୱର ବିଶ୍ୱାସୀ ଓ ଗୁରୁଜନଙ୍କୁ ଭକ୍ତିଭାବ ପ୍ରଦର୍ଶନ ଛାତ୍ର ସମାଜକୁ ଏକ ଉଚ୍ଚତର ସୋପାନ ଅଭିମୁଖୀ କରାଏ। ତେଣୁ ସେମାନେ ଅଧ୍ୟୟନକୁ ତପସ୍ୟା ରୂପେ ଗ୍ରହଣ କରିବା ସହିତ ସେବାକୁ ଜୀବନର ବ୍ରତ ରୂପେ ପାଳନ କରିବା ସମୀଚୀନ। ସେବା ହେଉଛି ମାନବ ଜୀବନର ପରମ ଧର୍ମ। ମାନବର ସେବା ମାଧବଙ୍କର ସେବା ବୋଲି କୁହାଯାଏ। ଏହା କାୟିକ, ବାଚିକ ଓ ମାନସିକ ଇତ୍ୟାଦି ରୂପରେ ସମ୍ପାଦନ କରାଯାଏ। ଆପଣାର ନିଃସ୍ୱାର୍ଥ ମନୋଭାବ ନେଇ ଛାତ୍ରମାନେ ସେବାଦାନ କରିବା ଉଚିତ। ବିପନ୍ନ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା, ଦୁର୍ଗତମାନଙ୍କ ପାଇଁ ଯଥୋଚିତ ସମ୍ବେଦନଶୀଳ ହେବା, ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ଭାବେ ସହଯୋଗ କରିବା, ରୁଗ୍ନ, ଅସହାୟ, ବୃଦ୍ଧ ବୃଦ୍ଧା, ପୀଡ଼ିତ, ଦୁର୍ଦ୍ଦଶାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଦୟାଭାବ ପ୍ରଦର୍ଶନ ପୂର୍ବକ ସେବାଦାନ କରିବା ଛାତ୍ର ସମାଜର ସେବା ଅନ୍ତର୍ଭୁକ୍ତ ଅଟେ। ତେଣୁ ଶୈକ୍ଷିକ କାର୍ଯ୍ୟସାରଣୀରେ ଜାତୀୟ ସେବା ଯୋଜନା କାର୍ଯ୍ୟକାରୀ ହେଉଛି। ଏହା ଛାତ୍ରମାନଙ୍କୁ ସେବା କାର୍ଯ୍ୟରେ ପ୍ରବୃତ୍ତ କରିବାର ଶିକ୍ଷା ପ୍ରଦାନ କରୁଛି। ଉପକାରିତା କ'ଣ? ନା ଛାତ୍ର ସମାଜ ଓ ସେବା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥିବାରୁ ଏହାର ବହୁବିଧ ଉପକାରିତା ଉପଲବ୍ଧ ହୁଏ। ଛାତ୍ରମାନଙ୍କର ସେବାଦାନ ଦ୍ୱାରା ସାମୂହିକ ହିତ ସାଧନ ହୋଇଥାଏ। ସମାଜରୁ ନିରକ୍ଷରତା ଲୋପ ପାଇବା, ବ୍ୟକ୍ତିଗତ ହିଂସାତ୍ମକ ପ୍ରବୃତ୍ତିର ବିଲୟ ଘଟିବା, ସହାବସ୍ଥାନର ମାର୍ଗ ପ୍ରଶସ୍ତ ହେବା, ଅନ୍ଧବିଶ୍ୱାସ ତଥା କୁସଂସ୍କାର ଲୋପ ପାଇବା ସମ୍ଭବ ହୁଏ। ଛାତ୍ର ସମାଜର ସେବା ଦ୍ୱାରା ଧନ ଜୀବନ ରକ୍ଷା ହୁଏ। ସେମାନଙ୍କର ନୀତି ଓ ଆଦର୍ଶ ସେମାନଙ୍କୁ ଜନଜଗତରେ ପ୍ରଶଂସିତ କରାଏ। ବହୁ ମହାପୁରୁଷଙ୍କର ଆଚରଣ, ଆଦର୍ଶ ଓ ଉପଦେଶକୁ ଛାତ୍ର ସମାଜ ହିଁ କାର୍ଯ୍ୟକାରୀ କରି ସେବାପ୍ରାଣ ହୋଇଥାନ୍ତି। ଉପସଂହାର: ଛାତ୍ର ଶକ୍ତି ଦେଶର ପ୍ରଚଣ୍ଡ ଶକ୍ତି ରୂପେ ଉଭା ହୋଇଛି। ଅତୀତରୁ ସାମ୍ପ୍ରତିକ ସମୟ ଯାଏଁ ଛାତ୍ର ଶକ୍ତିର ସେବାର ନମୁନା ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର, ଗୋପବନ୍ଧୁ ଚୌଧୁରୀ, ମା ରମାଦେବୀ, ମଦର ଟେରେସା, ନେତାଜୀ ସୁଭାଷ ବୋଷ ପ୍ରମୁଖ ବହୁ ଆଦର୍ଶମୁଖୀ ମହାମାନବମାନଙ୍କର ସେବାଦାନ ଛାତ୍ର ସମାଜକୁ ସେବା କାର୍ଯ୍ୟରେ ଅନୁପ୍ରାଣିତ କରିଥାଏ।